ଏତେ ଗୁଡ଼ା ପଇସା ମୋର କ'ଣ ହବ? ଆଉ ମୁଁ ଏତେ ପଇସା ଆଇଁଲି କୋଉଠୁ? ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ନିଶ୍ଚୟ ଜାଣିପାରିବେ। ତ ହ୍ୟାଲୋ ହାଏ ନମସ୍କାର, ମୁଁ ଆପଣଙ୍କର ପ୍ରିୟ ବଣ୍ଟି ମୋର ଆଉ ଗୋଟେ ବ୍ଲଗ୍‌କୁ ଆପଣଙ୍କୁ ସ୍ୱାଗତ କରୁଛି। ସକାଳେ ମୁଁ ଉଠିଲା ବେଳକୁ ଯେ ମୁଁ ଆମ ଦି ଛୁଆ ଏଠି ବସିକି ଚୋକଡ଼ ଖାଉଛନ୍ତି। ଆମ ଡନ୍ ଆମକୁ ଅନେଇଛି। ସତ କଥା କୁହନ୍ତୁ ଆମ ଡନ୍‌ଟା ବହୁତ କ୍ୟୁଟ୍। ତାର ମୋ ମାଆ ତ ଏପଟେ ଶାଗ ତୋଳୁଛି। ମୁଁ ଆସିଲି ତା ଦେଖିବା ପାଇଁ କି ଶାଗ ତୋଳୁଛି। ମୋ ପଛେ ପଛେ ଆମ ଡନ୍ ବି ପଳେଇ ଆସିଛି ଦେଖିବାକୁ ମୁଁ କ'ଣ କରୁଛି। ତାର ଦେଖି ମୁଁ ତାକୁ କହିଲି ସେ ଲାଜରେ କେମିତି ପଳେଇଲା। ତ ଆମେ ଦି ଭାଇ ଭଉଣୀ ବାହାରିଗଲୁ ଆମ ବାଛୁରୀକି ଆଣିବା ପାଇଁ ଯେହେତୁ କୋଲ୍ଡ ଷ୍ଟୋରେଜରେ ବନ୍ଧା ହେଇଛି। ତାକୁ ଆଣିବା ପୂର୍ବରୁ ମାଆ ପାଇଁ ଗୋଟେ ଫ୍ରେଲାବିଲ୍ ନେଇ ଆସିଲୁ ଯେହେତୁ ମୋ ମାଆର ଗୋରା ହବାର ରାଜ ହେଉଛି ଏଇଟା। ତାର କୋଲ୍ଡ ଷ୍ଟୋରେଜରେ ଆହୁରି ବି ଅଧିକା ଗାଈ ସମସ୍ତଙ୍କର ବନ୍ଧା ହେଇଥିଲା ତେଣୁ ଆମ ଗାଈକୁ ଆମେ ଧରି ପଳେଇ ଆସିଲୁ। ତ ତାକୁ ଆଣି ମୁଁ ବାନ୍ଧି ସାରିଲା ପରେ ଆମେ ଦି ଭାଇ ଭଉଣୀ ବାହାରିଗଲୁ କାରଣ ସେ କଲେଜ ଯିବ ମୁଁ ଯିବି। ତା କଲେଜ ଛାଡ଼ି ସାରିଲା ପରେ କଲେଜରେ ଛାଡ଼ିଲା ଆମ ବିଲେଇ ତ ମୋତେ ଛାଡ଼ୁନି। ତାପରେ ଆମେ ପଳେଇ ଆସିଲୁ ଦି ଭାଇ ଭଉଣୀ। ଆସିଲା ପରେ ଅଧା ବାଟରେ କିନି ଆମ ଚେନ୍‌ଟା ଖସିଲା। ସେଇଟା ତ ମୋତେ ସବୁଦିନ ହଇରାଣ କରୁଛି। ତାର ଆମର ପରିବା ମାର୍କେଟ ଯେହେତୁ ବାର ବି ଥିଲା ପରିବା ବିକ୍ରି ହେଉଥିଲା। ତାପରେ ନାଳରେ ତ ଫୁଲ୍ ପାଣି। ତାପରେ ମୁଁ ପଳେଇ ଆସିଲି ଘରେ ଆସି ଖାଇସାରିଲା ପରେ ଏମାନେ ତ ଖାଇସାରିଲେଣି ଯେହେତୁ ମୁଁ 3ଟା ବେଳେ ଆଉଛି ନା। ତେଣୁ ମୁଁ ବହୁତ କାମିକା ଛୁଆ ସେଥିଲାଗି 3ଟା ବେଳେ ଆଉଛି। ତାପରେ ବର୍ଷା ଉଠେଇଥିଲା ମାଆ ତାର ଗାଈ ବାନ୍ଧୁଥିଲା। ମୁଁ ଆସି ଦେଖିଲା ଯେ ମୋ ଦାଦାର ବହୁତ ଲେମ୍ବୁ ପିଜୁଳି ବହୁତ ଫଳିଛି। ମୁଁ ତାକୁ ଖାଇଦେଇ ଗୋଟେ ଯୋଉ କଷା ଭୟଙ୍କର ହେଇଥିଲା। ତାପରେ ମୁଁ ଏଠି ଦେଖୁନାହାନ୍ତି ଦୋକାନ ଯାଉଛି କିନ୍ତୁ ଏତେ ବଡ଼ ବଡ଼ ପିଲା ବି ଗୁଲି ଖେଳୁଛନ୍ତି। ତାଙ୍କ ଦେଖ କଥା ମୋ ମନ କ'ଣ ହେଲା। ଏଇ 50 ଟଙ୍କା ମୋତେ କେହି ଦେଇନାହାନ୍ତି। 50 ଟଙ୍କା ଜମା ଜଳଖିଆ ଆଣିବା ପାଇଁ ଦେଇଛନ୍ତି। ଜଳଖିଆ ଆଣି ସାରିଲା ପରେ ସିପୁଆଙ୍କ ପାଇଁ ସୋଲା ମଟର ନେଲା ଯେହେତୁ ସେ ଜଳଖିଆ ଖାଇବେନି। ତେଣୁ ମୁଁ ବିନ୍ଦାସ୍ ଜଳଖିଆ ବାଡ଼େଇ ଦେଇ ସାରିଲା ପରେ ମାଆ ତା ଆଣିକି ହନୁମାନ ଦର୍ଶନ କରି ରହୁଛି। ଆଉ ଯଦି ଆପଣ